ରଜରେ ଘଟିଲା ବହୁତ ବଡ଼ ଦୁର୍ଘଟଣା। ରଜରେ ତିନି ଭଉଣୀ ମିଶି କରୁଥିଲେ ମଜା, କିନ୍ତୁ ଏଇ ମଜା ତାଙ୍କ ପାଇଁ ସାଜିଲା ସଜା। ଜଣେ ନୁହଁ କି ଦୁଇ ଜଣ ନୁହେଁ, ଏକା ବେଳେ ତିନି ଭଉଣୀଙ୍କ ଉପରେ ପଡ଼ିଲା ଚଡ଼କ, ଯାହାକୁ ଦେଖି ଆପଣମାନଙ୍କର ଲୋମମୂଳ ଟାଙ୍କୁରି ଉଠିବ। ଘଟଣାଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତରନାଥ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ମନରେ ଭକ୍ତି କରନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ। ଭଦ୍ରକ ଜିଲ୍ଲା ହେମନ୍ତପୁରରେ ରହୁଥିଲେ ରଘୁନାଥ ବାବୁଙ୍କର ପରିବାର କହିଲେ ରଘୁନାଥ ବାବୁ ଆଉ ତାଙ୍କର ଧର୍ମପତ୍ନୀ କବିତା ମ୍ୟାଡ଼ାମ ଆଉ ତାଙ୍କର ତିନି ଝିଅ। ବଡ଼ ଝିଅର ବିଭାଘର ସରିଛି, ସାନ ଝିଅ +3ରେ ପାଠ ପଢ଼ୁଛି। ଆଉ ରଘୁନାଥ ବାବୁ ଜଣେ ପଙ୍ଗୁ ଲୋକଟିଏ, ସେ କାମ ଦାମ କିଛି କରିପାରନ୍ତିନି। ଆଉ କବିତା ମ୍ୟାଡ଼ାମ ଜଣେ କ୍ୟାନ୍ସର ରୋଗୀ, ମାସକୁ ପାଖାପାଖି 7,000 ରୁ 8,000 ଟଙ୍କାର ସେ ମେଡ଼ିସିନ ଖାଆନ୍ତି। ଘରର ସବୁ ଦାୟିତ୍ୱ ମଝିଆ ଝିଅ ରେଖା ମ୍ୟାଡ଼ାମଙ୍କର କାନ୍ଧ ଉପରେ। ସେ କଷ୍ଟେ ମଷ୍ଟେ ଘରର ସବୁ କଥା ବୁଝନ୍ତି। ରେଖା ମ୍ୟାଡ଼ାମ ପୁରୀରେ ଗୋଟେ ଲୁଗା ଦୋକାନରେ କାମ କରନ୍ତି। ଏଥର ରଜରେ ସେ ଆଗରୁ ପ୍ଲାନ୍ କରିଥିଲେ ଏଇ ରଜରେ ତିନି ଭଉଣୀଙ୍କୁ ଧରି ପୁରୀ ବୁଲେଇ ନେଇ ଆସିବେ ବୋଲି। ବଡ଼ ଭଉଣୀ ବି ଶାଶୁ ଘରୁ ଆସିଥିଲା। ରଜ ଦିନ ସକାଳୁ ସକାଳୁ ତିନି ଭଉଣୀ ସଜବାଜ ହୋଇ ଗୋଟେ ପ୍ୟାସେଞ୍ଜର ଅଟୋଟିଏ ଭଡ଼ା କରି ତିନି ଭଉଣୀ ମିଶି ବାହାରି ପଡ଼ିଥିଲେ ପୁରୀ। ପ୍ରଥମେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଭଲରେ ଭଲରେ ଦର୍ଶନ କଲେ। ତାପରେ ଅଭଡ଼ା ଖାଇ ଆନନ୍ଦର ସହ ତିନି ଭଉଣୀ ମିଶି ବାହାରି ପଡ଼ିଲେ ପୁରୀ ବେଳାଭୂମି ଆଡ଼କୁ। ସମୁଦ୍ର କୂଳରେ ତିନି ଭଉଣୀ ମିଶି ବହୁତ ମଜାମସ୍ତି କରୁଥିଲେ। ଆଉ ଠିକ୍ ସେତିକି ବେଳେ ବାପା ରଘୁନାଥ ବାବୁଙ୍କର ହଠାତ୍ ଫୋନ୍ ଆସିଲା ମଝିଆ ଝିଅ ପାଖକୁ। ବାପା କାନ୍ଦି କାନ୍ଦି କହିଲେ ବୋଉ ଦେହ ବହୁତ ଖରାପ ହେଲାଣି, ତମେମାନେ ଶୀଘ୍ର ଘରକୁ ଆସ ହେରି, ବୋଉ ଆଉ ଥୟ ଧରୁନି। ରେଖା ମ୍ୟାଡ଼ାମ ଏକଥା ଶୁଣି ବହୁତ ବ୍ୟସ୍ତ ହୋଇପଡ଼ିଲେ। ଆଜି ରାତିଟା ପୁରୀରେ ତିନି ଭଉଣୀ ରହିବେ ବୋଲି ରେଖା ମ୍ୟାଡ଼ାମ ଆଗରୁ ପ୍ଲାନ୍ କରି ରଖିଥିଲେ, କିନ୍ତୁ ବୋଉଙ୍କ ଦେହ ଖରାପ କଥା ଶୁଣି ସେ ଆଉ ଆଗ ପଛ କିଛି ବିଚାର ନ କରିପାରି ନିଷ୍ପତ୍ତି ନେଲେ ଭଉଣୀମାନଙ୍କୁ ନେଇ ଏବେ ଘରକୁ ଫେରିଯିବେ। ସେତେବେଳକୁ ରାତି ଆସି 10ଟା ବାଜିଲାଣି। ମନରେ ସାହସ ବାନ୍ଧି ପୁଣି ଗୋଟେ ଅଟୋଟିଏ ଭଡ଼ା କରି ବାହାରି ପଡ଼ିଲେ ଘରକୁ। କିନ୍ତୁ ସେଇ ରାତିଟା ତିନି ଭଉଣୀଙ୍କ ଜୀବନରେ କାଳ ସାଜିବ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ। କିଛି ବାଟ ଗଲା ପରେ ନିଛାଟିଆ ରାସ୍ତା ଆସିଲା। ଆଉ ସେତେବେଳକୁ ରାତି ଆସି 12ଟା ବାଜିଲାଣି। ତିନି ଭଉଣୀ ଯାକ ମନେ ମନେ ବହୁତ ଡରୁଥିଲେ। ଠିକ୍ କିଛି ବାଟ ଯାଇଛନ୍ତି, ଅଟୋ ଡ୍ରାଇଭର ହଠାତ୍ ଅଧ ବାଟରେ ଅଟୋ ଅଟକାଇ ଦେଲା।
ଆଉ ଡ୍ରାଇଭର କ'ଣ ପାଇଁ ଅଟୋ ଅଟକେଇଲା? ଅଧା ବାଟରେ ସମସ୍ତେ ଚିନ୍ତାରେ ପଡ଼ିଗଲେ। ଆଉ ଆଗକୁ ଦେଖିଲା ବେଳକୁ 10 ଜଣ ଯୁବକ ରାସ୍ତା ମଝିରେ ବାଇକ୍ ରଖି ବାଇକ୍ ଉପରେ ବସି ମଦ ପିଉଛନ୍ତି। ସେମାନଙ୍କୁ ଦେଖି ରେଖା ମ୍ୟାଡ଼ାମଙ୍କର ବୁଦ୍ଧି କିଛି କାମ କଲାନି। ସେ ବହୁତ ଡରିଗଲେ। ଆଉ ଭାବିଲେ ଆମର ଆଜି କ'ଣ ହେବ? ଏ ମଦୁଆମାନେ ଆମ ଗାଡ଼ି କାହିଁକି ଅଟକେଇଲେ? ସେ ଆମ ସହ କିଛି ଅଘଟଣ ଘଟେଇ ଦେବେନି ତ? ରେଖା ମ୍ୟାଡ଼ାମ ମନରେ ବହୁତ କଥା ଭାବିଲେ। ସେ କିଛି ବୁଦ୍ଧି ବାଟ ନ ପାଇ ହାତ ଯୋଡ଼ି ଦେଇ ଜଗନ୍ନାଥଙ୍କୁ ଡାକିଲେ, ହେ ପ୍ରଭୁ ଜଗନ୍ନାଥ, ତୁମେ ଆଜି ଆମକୁ ରକ୍ଷା କର ଠାକୁରେ। ଆମେ 3 ଭଉଣୀ ଏବେ ମରଣ ମୁହଁରେ ପ୍ରଭୁ। ତୁମକୁ ଆଜି ଆମେ ଦର୍ଶନ କରି ଫେରିଛୁ। ଆମକୁ ରକ୍ଷା କର ଠାକୁରେ। ଆମ ସହ ଏତେ ବଡ଼ ଗୋଟେ ସର୍ବନାଶ କରିଦିଅନି କାଳିଆ ସାନ୍ତ। ବୋଧେ ସେଇ କାଳିଆ ଠାକୁର ରେଖା ମ୍ୟାଡ଼ାମଙ୍କର ଭକ୍ତିର ଡାକ ଶୁଣି ପାରିଲେ। ମହାପ୍ରଭୁ ବୋଧେ ଘଟେଇ ଦେଇଥିଲେ ସେଇଠି ଗୋଟେ ବଡ଼ ଚମତ୍କାରଟିଏ। କିଛି ଦୂରରୁ ଗୋଟେ ଲାଇଟ୍ ପଡ଼ିଲା। ଆଉ ପୋଲିସ ଭ୍ୟାନର ସାଇରନ୍ ଶୁଭିଲା। ଆଉ ଦୁର୍ବୃତ୍ତମାନେ ଡରିଯାଇ ତରବର ହୋଇ ଗାଡ଼ି ଷ୍ଟାର୍ଟ କରି ସେଠାରୁ ଚାଲିଗଲେ। ଆଉ ତାପରେ ରେଖା ମ୍ୟାଡ଼ାମ ଆଗ ପଛ କିଛି ବିଚାର ନ କରି ସାଙ୍ଗେ ସାଙ୍ଗେ ଭଉଣୀମାନଙ୍କୁ ନେଇ ସେଠାରୁ ପଳେଇ ଆସିଲେ। କିଛି ବାଟ ଆସିଲା ପରେ ରେଖା ମ୍ୟାଡ଼ାମଙ୍କର ଟିକେ ଡର କମିଲା। ଆଉ ଧୀରେ ଧୀରେ ସେ ସବୁ କଥା ଭାବିଲେ। ଆଉ ସିଏ ସବୁ ବୁଝିପାରିଲେ। ଆଉ ମନେ ମନେ କହନ୍ତି, ସତରେ କାଳିଆ ଠାକୁର, ତୁମ ଲୀଳା କେବଳ ତୁମକୁ ହିଁ ଜଣା।